जय श्री जगन्नाथ भाई मैंने सर्वप्रथम गुरुदेव गणपति ମୁଁ ଜଗଦମ ପ୍ରଣାମ କରି ଆଜି ଆମେ ଆମ ରାଷ୍ଟ୍ର ଶାସନକୁ ଆଗକୁ ବଢେଇବା। ରାଷ୍ଟ୍ର ଶାସନ କ୍ରମରେ ଆମେ ଆଜି ପଢିବା 8 ଆଉ 2 ଆକ୍ସିସ୍। 8 ଆଉ 2 ଆକ୍ସିସ୍ ଭେରି ଭେରି ଇମ୍ପୋର୍ଟାଣ୍ଟ ଆକ୍ସିସ୍। କାହିଁକି ନା 8 ରୁ ଆମେ ଲଂଜିଭିଟି ଦେଖୁ, 2 ରୁ ଆମେ ପଇସା ଦେଖୁ। ଲଂଜିଭିଟି ମାନେ କଣ? କୋଉ ଲୋକ କେତେ ବର୍ଷ ବଞ୍ଚିବ, ହଁ କି ନାଇଁ? ପଇସା ମାନେ କଣ? କୋଉ ଲୋକ କେତେ ମାତ୍ରାରେ ଭୋଗ କରିବ। ଏବେ ଯାହା ପାଖରେ ପଇସା ନାହିଁ ଲଂଜିଭିଟି ଅଛି, ତା ଜୀବନଟା କେମିତିଆ? ହୁଁ। ଯୋଉ ଲୋକ ପାଖରେ ଲଂଜିଭିଟି ଅଛି ହେଲେ ପଇସା ନାହିଁ, ତା ଜୀବନଟା କେମିତିଆ? ହୁଁ ତତେ କୁହାହବ ତତେ ମୁଁ 300 କୋଟି ଟଙ୍କା ଦଉଛି, ତୁ ନେ, ବାସ୍ 15 ଦିନ ପାଇଁ ବଞ୍ଚିବୁ। 300 କୋଟି ଟଙ୍କା ନବ ତମେ? ନା। ମୁଁ ନେଇଯିବି, ମୁଁ କହିବି ଘରେ ଦେଇଦେ ନେଇକି। ମୋର କହିବାର ତ ଅଭିପ୍ରାୟ ସେଇଟା ନୁହଁ। ମୋର କହିବାର ଅଭିପ୍ରାୟ ହେଲା ଯଦି ପଇସା ଅଛି ହେଲେ ଆୟୁଷ ନାହିଁ ତାହେଲେ ଲାଭ କିଛି ନାହିଁ। ଯଦି ଆୟୁଷ ଅଛି ପଇସା ନାହିଁ ତାହେଲେ ଲାଭ କିଛି ନାହିଁ। ଏବେ ଏଇ ଦିଟା ପଏଣ୍ଟକୁ ଆପଣ ମାନେ ଭଲସେ ବୁଝନ୍ତୁ। କଣ ସେକେଣ୍ଡ ହାଉସ ଟା କେବଳ ଯେ ପଇସା ତା ନୁହଁ, ସେକେଣ୍ଡ ହଉଛି ଆକୁମୁଲେସନ ଅଫ ଏଭ୍ରିଥିଙ୍ଗ। ଠିକ ଅଛି ନା? ଆକୁମୁଲେସନ ଅଫ ଏଭ୍ରିଥିଙ୍ଗ ମାନେ କଣ? ମାନେ ଆମେ ଆମର ଜୀବନ ଚଳନାରେ ଆମର ଜୀବନ ପାଇଁ ଯାହା ଯାହା ଦରକାର, ଯାହା ଯାହା ମୁଁ ନିଡ କରୁଛି, ମତେ ଟିଭି ଦରକାର, ମତେ ଫ୍ରିଜ ଦରକାର, ମତେ ବହି ଦରକାର, ମତେ ଜ୍ଞାନ ଦରକାର, ମତେ ଭଲ ପାଇବା ଦରକାର, ମତେ ରାଗ ଦରକାର, ମତେ କାହାକୁ ଚିଟ୍ କରିବା ଦରକାର, ମତେ କାହାକୁ ଭଲ ପାଇବା ଦରକାର, ମୁଁ କାହା ଭଲ କରିବି, ମୁଁ କାହା ଖରାପ କରିବି, ମୁଁ କରିବି କଣଟା କରିକି କଣଟା ପାଇବି, ଏଇ କର୍ମ ଦ୍ୱାରା ମୁଁ କଣଟା ପାଇବି, ଦ୍ୟାଟ ଇଜ ସେକେଣ୍ଡ ହାଉସ। ଏଇଟ୍ ହାଉସ କଣ ନା ଲଂଜିଭିଟି, ଆୟୁଷ। କେବଳ ଆୟୁଷ ନୁହଁ, ମୁଁ ଏଇଟ୍ ହାଉସରେ ବହୁତ ଭିଭିଡଲି ଡେସ୍କ୍ରିପସନ ଦେଇଛି ପୃଥିବୀ ତଳର ଜିନିଷ। ଏଇଟ୍ ହାଉସ ନା ହଉଛି ଗୋଟେ କୂଅ, ଅନ୍ଧକାର। ସୂର୍ଯ୍ୟର କିରଣ ସେଠି ପହଞ୍ଚି ପାରେ ନାହିଁ, କାରଣ ସୂର୍ଯ୍ୟ ଅସ୍ତ ହେଇଯାଏ ସେଭେନ୍ଥ ହାଉସରେ। ସୂର୍ଯ୍ୟ ସେଭେନ୍ଥ ହାଉସରେ ଅସ୍ତ ହେଇଯାଏ, ସୂର୍ଯ୍ୟ କିରଣ ସେଠି ପହଞ୍ଚି ପାରେନି। ସେଥିପାଇଁ ବିଛା ରାଶି ବାଲାଙ୍କୁ କହନ୍ତି କି ଏଗୁଡା ହଉଛନ୍ତି ଭୟଙ୍କର ଲୋକ ଗୁଡା। ଦିଜ୍ ଆର୍ ଦ ଓଲ୍ଡେଷ୍ଟ ସୋଲ ଅଫ ଦ ୟୁନିଭର୍ସ। ଏମାନଙ୍କ ପାଖରେ ବହୁତ ପ୍ରକାର ସମ୍ଭାବନା ଥାଏ, ଏମାନେ ବହୁତ କିଛି ରେସପନ୍ସିବିଲିଟି ଉଠେଇ ପାରନ୍ତି ଏବଂ ୟାଙ୍କ ପାଖରେ ନ୍ୟାଚୁରାଲ ଟେଣ୍ଡେନ୍ସି ଥାଏ ଗୋଟେ ଜିନିଷକୁ ବହୁତ ଦିନ ଧରି ବହୁତ କାମ କରିପାରିବାର। ସେମ ଜିନିଷକୁ ସେମାନେ ବୋର ହୁଅନ୍ତିନି। ଏଇଟା ବି ଇଣ୍ଟରପ୍ରିଟେସନ ସେ କେତେ ଲୋକ କହନ୍ତି କି ବିଛା ରାଶି ବାଲାଙ୍କୁ ଗୋଟେ ଗୋଟେ ଭଲ ଲୋକ ନୁହଁ। ମୁଁ ଏଇଟା କଣ ପାଇଁ କହୁଛି ନା କାଳ ପୁରୁଷ କୁଣ୍ଡଳୀରେ 8th ହାଉସକୁ ବିଛା ରାଶି ରୁଲ କରେ। ୟା ମାନେ ନୁହଁ ଯେ ପ୍ରତ୍ୟେକ କୁଣ୍ଡଳୀରେ 8th ହାଉସକୁ ବିଛା ରାଶି ରୁଲ କରେ। 12ଟା ଲଗ୍ନ ଅଛି, 12ଟା ଯାକ ଘର 8th ହାଉସ ହେଇପାରିବ। ଏବେ ମୁଁ ମୋ ଲଗ୍ନ କଥା କହିବି, ଦ୍ୟାଟ ଇଜ କଲ୍ଡ ଧନୁ ଲଗ୍ନ। ଧନୁ ଲଗ୍ନରେ 8th ହାଉସକୁ ରୁଲ କଲା ମୁନ, ଚନ୍ଦ୍ର। ସେ ଚନ୍ଦ୍ର ଭାଇ ଯୋଉଠି ବସିଲା ସେ ଘର ରିଲେଟେଡ ସମସ୍ୟା ତମକୁ ହବ ହିଁ ହବ। ମାନେ ଧନୁ ଲଗ୍ନ ବାଲାଙ୍କୁ ଚନ୍ଦ୍ରଟା ବନିଗଲା ମାନେ ମନର କାରକ, ମାତାର କାରକ, ସୁଖ ସୁବିଧାର କାରକ, ହ୍ୱାଇଟ ର କାରକ। ଚନ୍ଦ୍ର ଭଳିଆ ପ୍ଲାନେଟ, ମୋଷ୍ଟ ଡେଡଲିଏଷ୍ଟ ପ୍ଲାନେଟ, ସିଏ ବନିଗଲା 8th ହାଉସ ଲର୍ଡ। ଏବେ ଧନୁ ଲଗ୍ନ ବିଛା ରାଶି ହେଇଗଲା ସେଇଠୁ। ହରିବୋଲ। ଏବେ ମୁଁ ଆପଣଙ୍କୁ ଆରୁ ଗୋଟେ କଥା କହୁଛି। ମଙ୍ଗଳ ଯଦି 8th ହାଉସ ର ପଳେଇ ଆସେ ତାହେଲେ କଣ ହବ? ତାକୁ ମନ୍ତ୍ର ଶକ୍ତି ଜ୍ଞାତା କୁହାଯାଏ, ମନର ଜ୍ଞାତା। ଛାଡ ଆଉ ଅଧିକା କଣ କହିବି। ତ ଏଇ ସବୁ ଜିନିଷ ଗୁଡାକ ତା ସହିତ ଯୋଉ ଏବେ 8th ଆଉ ସେକେଣ୍ଡ ହାଉସ ର ଆଉ ଗୋଟେ କଣ କାରକ ତତ୍ତ୍ୱ ଅଛି। 8th ଆଉ ସେକେଣ୍ଡ ହାଉସ ର ମେନ୍ କାରକ ତତ୍ତ୍ୱ ହଉଛି ଯେ ସମ୍ଭାବନା ୱିଦାଉଟ୍ ଏକ୍ସପେକ୍ଟିଂ ଏନିଥିଙ୍ଗ। ତୁମେ ଯଦି କୌଣସି ଜିନିଷରେ ତୁମେ ମନରେ ଭାବିଛ ତାହେଲେ ସେଟା କଦାପି ପୂରଣ ହବନି। କେତେବେଳେ ହବନି? ଯଦି ତମେ 8th ହାଉସ ର କାରକ ତତ୍ତ୍ୱକୁ ନେଇକି ଚାଲିଲ। କାରଣ ତମକୁ ଆକୁମୁଲେସନ ଦରକାର ନା, ତମେ ଇଚ୍ଛା କରୁଛ ଜିନିଷକୁ ଆକୁମୁଲେଟ କରିବା ପାଇଁ। ହୁଁ
ଏଇଟ୍ ହାଉସ କଣ ଏକ୍ସଟ୍ରିମିଜମ ଆଉ ସଡନନେସ କୁ ଦେଖାଯାଏ। ଯୋଉମାନେ ସବୁ ଏକ୍ସଟ୍ରିମିଷ୍ଟ ଆଉ କଟ୍ଟର ବନିଯାଆନ୍ତି ସେମାନେ ସବୁ ଏଇଟ୍ ହାଉସ ଯୋଗୁ ବନନ୍ତି। ଏଇଟ୍ ହାଉସ ର କାରକ ଗ୍ରହ ହଉଛି ଶନି। ଯେତେ ସ୍ଲୋ ଚାଲିବ ସେ ଲୋକମାନଙ୍କର ଲାଇଫ ସ୍ପାନ ଆୟୁଷ ବହୁତ ବଡ ରହିବ। ତମକୁ ଯଦି ଜେନେରାଲ ପଇସା ଦରକାର ତାହେଲେ ତୁମେ ଶୁକ୍ରକୁ ଆକ୍ଟିଭେଟ କର, ତମର ପଇସା ଆସିଯିବ। ତୁମ ଯଦି ଏକ୍ସଟ୍ରା ଅର୍ଡିନାରୀ ପଇସା ଦରକାର ତାହେଲେ ଶନିଙ୍କ ପାଖକୁ ଯିବାକୁ ପଡିବ। କିନ୍ତୁ ତାଙ୍କ ପାଖରେ କଣ୍ଡିସନ ଗୋଟେ, କି ଭାଇ ତୁମେ ତୁମ ଶନିକୁ ସାଟିସ୍ଫାଇ କରିଛ ତ। ଶନି ଯଦି ତୁମର ଲଗ୍ନରେ ବସିଛନ୍ତି ତମକୁ ନ୍ୟାୟାଧୀଶ ଭଳିଆ ଭାବିବାକୁ ପଡିବ, ଆଉ ତମକୁ ସେବକ ହେଇକି ରହିବାକୁ ପଡିବ। ସେଇ ଶନି ଯଦି ସେକେଣ୍ଡ ହାଉସ ରେ ବସିଗଲେ ତାହେଲେ ତମେ ବହୁତ ସାରା କର୍ମ କଲେ ପଇସା ମିଳିବ। ସେଇ ଶନି ଯଦି ଏଇଟ୍ ହାଉସ ରେ ବସିଗଲେ ତାହେଲେ ଏଇଟ୍ ହାଉସ ର କାରକ ତତ୍ୱରୁ ତମକୁ କର୍ମ କଲେ ତମକୁ ପଇସା ମିଳିବ। କାରଣ ଶନି ହଉଛନ୍ତି କର୍ମର କାରକ। ନୈସର୍ଗିକ କର୍ମ ଜଗତକୁ କର୍ମକୁ ହ୍ୟାଣ୍ଡେଲ କରିବାର କାରକ ହଉଛନ୍ତି ଶନିଶ୍ଚର ମହାରାଜ। ତେଣୁ ଗୋଟେ ଜିନିଷ ସବୁବେଳେ ଟିକେ କ୍ଲିୟରଲି ମନେ ରଖିବ ଯେ ଜୀବନରେ ଯଦି ସେ ଏଇଟ୍ ଆଉ ସେକେଣ୍ଡ ହାଉସ ର ଏଇଟ୍ ହାଉସ ର ପ୍ଲାନେଟ ବସିଛି ତାହେଲେ ତମର ପଇସା କୁଆଡେ ଯିବନି। ଯଦି ସେକେଣ୍ଡ ହାଉସ ରେ ପ୍ଲାନେଟ ବସିଛି ଏଇଟ୍ ହାଉସ ଖାଲି ଅଛି ତାହେଲେ ତମ ଜୀବନରୁ ପୀଡା କେବେ ଯିବନି। କ୍ଲିୟର। ଏବେ କୋଉ ଲୋକ ପାଇଁ କହିପାରିବ କି ମୋ ପାଇଁ ବିଦ୍ୟା ଇମ୍ପୋର୍ଟାଣ୍ଟ? ଭଲ, କିଛି ଅସୁବିଧା ନାହିଁ। ହେଲେ ଯେତିକ ଶକ୍ତି ଯୋଉ ଲୋକ ତାର ଏଇଟ୍ ହାଉସ କୁ ସାଧି ଦେଲା ତାହେଲେ ସେ ଇମ୍ପସିବୁଲ ଟାସ୍କ ଗୁଡାକୁ କରିବାର କ୍ଷମତା ରଖିଥାଏ, ଯୋଉଗୁଡାକୁ ଲୋକମାନେ କରିପାରିବେ ନାହିଁ। ମୁଁ ସେଇଥିପାଇଁ ଧନୁ ଲଗ୍ନର ଏକ୍ସାମ୍ପଲ ଦେଲି, କାରଣ ମନର ହିଁ ଦମ୍ଭତା ଉପରେ ମନକେ ଜିତେ ଜିତ ମନକେ ହାରେ ହାର। ଯଦି ମନରୁ ଜିତିଛ ତାହେଲେ ତମେ ଜିତିଛ, ଯଦି ମନରୁ ହାରିଗଲ ତମେ ହାରିଗଲ। ତେଣୁ ମନକୁ କେବେ ଦୁର୍ବଳ କରିବା କଥା ନାହିଁ। ପୁଣି ଆଉ ଗୋଟେ କଥା କହି ରଖେ ଯେ ସବୁ ସାରା ଲଗ୍ନର ସବୁର କାରକ ତତ୍ତ୍ୱ ଅଛି। ମେଷ ଲଗ୍ନ ପାଇଁ ତାଙ୍କର ମନ୍ତ୍ର ଶକ୍ତି ଠିକ ରଖିବାକୁ ପଡିବ। ବୃଷ ଲଗ୍ନ ପାଇଁ କଣ କରିବାକୁ ପଡିବ? ଏଇଟ୍ ହାଉସକୁ କିଏ ରୁଲ କଲା ବୃଷ ଲଗ୍ନରେ? ଜୁପିଟର। ତାକୁ ନୈତିକତା ଠିକ ରଖିବାକୁ ପଡିବ। ମୋ କଥାଟା ବୁଝିପାରୁଛ ନାଇଁ? ଏଇଟ୍ ହାଉସ ର କାରକ ଯିଏ ବନିଗଲା, ଯୋଉ ଗ୍ରହ ବନିଗଲା, ସେ ଗ୍ରହ ପଛପଟ ତମ ଲାଗି ପଛ ପଡିଯାଅ, କାରଣ ତମର ସବୁତିକ ପ୍ରାରବ୍ଧ, ତୁମର ସବୁତିକ କର୍ମଫଳ, ତୁମର ସବୁତିକ ଆଉଟକମ ସେ ହିଁ ଦବ। ଯଦି କାହାକୁ ଏଇଟ୍ ହାଉସ ଦବା ଉପରେ ଆସିଗଲା ତାହେଲେ ଗୋଟେ ଜିନିଷ ଭାଇ କ୍ଲିୟରଲି ମନେ ରଖ, ଏଇଟ୍ ହାଉସ ଏମିତି ଦବ ଯେ ତୁମେ ସମ୍ଭାଳି ପାରିବ ନାହିଁ। ଏବଂ ଏଇଟ୍ ହାଉସ ର ଦେବାଟା ବହୁତ ସମୟ ଯାଏ ତୁମକୁ ଷ୍ଟିକ କରିକି ରଖିବ, ମାନେ ଏଇଟା ଦେଇକି ନେଇଯାଏନି ସିଏ, ସେ ଦେଇ ଚାଲେ ତ ପୁରା ଲିଗାସି ଭାବରେ ଦେଇ ଚାଲେ। ତେବେ ଆଜିର ସେସନ ଆମେ ଜାଣିଲେ ଯେ ଧନ ଆଉ ଲଂଜିଭିଟି ବିଷୟରେ। ଆଉ ଯାହା ପାଖରେ ଧନ ଅଛି ସେ ଖୁସି, ଯାହା ପାଖରେ ଧନ ନାହିଁ ସେ ଦୁଃଖୀ। ଏଇଟା କ୍ଲିୟର କରିଥିଲି, ମନେ ରଖିଥା। ଆଉ ଯାହା ପାଖରେ ଆୟୁଷ ଅଛି ସିଏ ବି ସୁଖୀ, ଯାହା ପାଖରେ ଆୟୁଷ ନାହିଁ ସେ ଦୁଃଖୀ। ତେବେ ଆଜିର ସେସନ ଆମେ ଗୋଟେ ଛୋଟ ଇନସାଇଟ ନେଲେ ଏଇଟ୍ ଆଉ ସେକେଣ୍ଡ ର। ନେକ୍ସଟ ସେସନ ଆମେ 9, 3 କରିବା, ଏମିତି କରି 12 ଯାଏଁ ଯିବା। ତାପରେ ଆମେ ଆଚାର୍ଯ୍ୟ ମାନଙ୍କ ବିଷୟରେ ପଢିବା କି କୋଉ ଆଚାର୍ଯ୍ୟ କଣ କହିଛନ୍ତି, ବାସ୍ତବରେ କଣ ହୁଏ। ଆଜିର ସେସନ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।